নমস্কার, জয় জগন্নাথ ସାଙ୍ଗମାନେ। ଗୁଡ୍ ଇଭିନିଂ। ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ସୁନ୍ଦର ସୁନ୍ଦର ମଜାଦାର ମିଠା ଢଗା ପ୍ରଶ୍ନ। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭିଡ଼ିଓର ମଜା ନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ ଏବଂ ଆପଣମାନଙ୍କ ବନ୍ଧୁବାନ୍ଧବଙ୍କ ପାଖକୁ ଟିକେ ସେୟାର କରିଦିଅନ୍ତୁ। ସେମାନେ ମଧ୍ୟ ଆମର ଏଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ ଆସ ଆମେ ଦେଖିବା। ମୁଁ ପ୍ରଶ୍ନଟି ପଚାରୁଛି, ଆପଣମାନେ ସଠିକ୍ ଭାବରେ ଭଲ ଭାବରେ ବୁଝି କମେଣ୍ଟ ବକ୍ସରେ ଲେଖିବେ ବୋଲି ଆଶା ବିଶ୍ୱାସ ରଖିଛୁ। ଆମେ ଜାଣି ସାଙ୍ଗମାନେ ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା ନ କରି ନିଶ୍ଚିନ୍ତ ଯାହା ଜାଣିଛନ୍ତି କମେଣ୍ଟ ବକ୍ସରେ ଲେଖିଦେବେ। ତାହେଲେ ପ୍ରଥମ ଢଗ ପ୍ରଶ୍ନଟି ରହିଲା, ଭାଉଜଙ୍କୁ ପଚାରିବା ଭାଉଜ ଆମର କ'ଣ କହୁଛନ୍ତି। ଆପଣମାନେ ଦେଖିନିଅନ୍ତୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଏବଂ କମେଣ୍ଟ ବକ୍ସରେ ଲେଖିଦେବେ। ତାହେଲେ ସାଙ୍ଗମାନେ ଦେଖାଯାଉ ଭାଉଜ କ'ଣ କହୁଛନ୍ତି। ଯଦି ଜାଣିଥାନ୍ତି ଆପଣମାନଙ୍କୁ କହିବେ ଜଣାଇବା ପାଇଁ, ଯଦି ନ ଜାଣିପାରିଥାନ୍ତି ତାହେଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ। ତାହେଲେ ମୁଁ ଷ୍ଟାର୍ଟ କରୁଛି। କହିଲ ଦେଖି, ତୁମ ମାଙ୍କ ଭାଇଙ୍କ ଶାଶୁଙ୍କ ପୁଅଙ୍କ ଝିଅ ତୁମର କ'ଣ ହେବ? ତୁମ ମାଙ୍କ ଭାଇଙ୍କ ଶାଶୁଙ୍କ ପୁଅଙ୍କ ଝିଅ ତୁମର କ'ଣ ହେବ? ଆଜି ଢଗ ପ୍ରଶ୍ନ ବହୁତ ମଜା ହେଲା ଯେ କି ଭାଉଜ ଦେଖନ୍ତୁ କ'ଣ କହୁଛନ୍ତି। ସାଙ୍ଗମାନେ ଏଇଭଳି ମଜା ଦେଖାଯାଉ। ସାଙ୍ଗମାନେ ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି। ସାଙ୍ଗମାନେ ଭାଉଜ ଆମର କହିପାରୁନାହାନ୍ତି, ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ପ୍ରଶ୍ନଟି ଥିଲା, ଆଉ ଥରେ କହିଦେଉଛି, ତୁମ ମାଙ୍କ ଭାଇଙ୍କ ଶାଶୁଙ୍କ ପୁଅଙ୍କ ଝିଅ ତୁମର କ'ଣ ହେବ? ଯାହା ହଉ ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ଭାଉଜଙ୍କ ମୁଣ୍ଡରେ ପଶୁନାହିଁ। ଭାଉଜ କ'ଣ ଉତ୍ତର ଦେଉଛନ୍ତି ଦେଖନ୍ତୁ, ତଥାପି କହିପାରୁନାହାନ୍ତି। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ, ଆମେ ହସିବା। ଆଉ ଥରେ ମୁଁ କହିଦେଉଛି। ସାଙ୍ଗମାନେ ଭାଉଜ ବୁଝିପାରୁନାହାନ୍ତି, ମୁଁ ଆଉ ଥରେ କହିଦେଉଛି। ତୁମ ମାଙ୍କ ଭାଇଙ୍କ ଶାଶୁଙ୍କ ପୁଅଙ୍କ ଝିଅ ତୁମର କ'ଣ ହେବ? ସାଙ୍ଗମାନେ ଭାଉଜ ଭଲ ଭାବରେ ବୁଝିପାରୁନାହାନ୍ତି, ଆପଣମାନେ ଭଲ ଭାବରେ ଶୁଣିଥିବେ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ। ବୋଉ ହେବ ବୋଧେ, ବୋଉ ହେବ ବୋଧେ ଭାବୁଛନ୍ତି। ଭଉଣୀ ବୋଉ ନା ଭଉଣୀ କହିଦିଅ ସାଙ୍ଗମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ମୁଁ କହିପାରୁନି। ତାହେଲେ ଦେଖାଯାଉ, ଏ ପ୍ରଶ୍ନଟି ଭାଉଜଙ୍କୁ ଟିକେ ଡିଫିକଲ୍ଟ ହେଇଗଲା ଯେ କି ଭାଉଜ କହିପାରିଲେନି। ତାହେଲେ ଆସ ଆମେ ଶୁଣି ନେବା ସେକେଣ୍ଡ ଢଗ ପ୍ରଶ୍ନ ବିଷୟଟା ମୁଁ ପଚାରୁଛି, ଭାଉଜ କ'ଣ କହିବେ ଉତ୍ତର। ତାହେଲେ ସେକେଣ୍ଡ ପ୍ରଶ୍ନ ଶୁଣିବ। ତାହେଲେ ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନ ରହିଲା ଭାଉଜଙ୍କୁ। ଏଇ ଶୁଭ ସନ୍ଧ୍ୟାରେ ଘର ଭିତରେ ସୁନ୍ଦର ଭିଡ଼ିଓଟି ବନେଇଲୁ ଯେ କି ଅନେକ କିଛି ଭାବିଲା ପରେ ପ୍ରଶ୍ନ ମୁଁ ପଚାରିଛି, କିନ୍ତୁ ସାଙ୍ଗମାନେ ଆପଣମାନେ ଟିକେ ଚିନ୍ତା କରନ୍ତୁ, ନିଶ୍ଚିନ୍ତ ଉତ୍ତର ପାଇପାରିବେ। ତାହେଲେ ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନଟି ରହିଲା ଭାଉଜଙ୍କୁ। କହିଲ ଦେଖି, ତୁମ ମାଙ୍କର ଭାଇଙ୍କର ଝିଅର ମାଙ୍କର ସ୍ୱାମୀ ତୁମର କିଏ ହେବ? ତୁମ ମାଙ୍କର ଭାଇଙ୍କର ଝିଅର ମାଙ୍କର ସ୍ୱାମୀ ତୁମର କିଏ ହେବ? ସାଙ୍ଗମାନେ ଆପଣମାନେ ଭଲ ଭାବରେ ଶୁଣିପାରିଲେ ତ ନା ବୁଝିପାରିଲେ ନାହିଁ? ତୁମ ମାଙ୍କର ଭାଇଙ୍କର ଝିଅର ମାଙ୍କର ସ୍ୱାମୀ ତୁମର କ'ଣ ହେବ? ସାଙ୍ଗମାନେ ଭାଉଜ ଟିକେ ଚିନ୍ତାରେ ଅଛନ୍ତି। ଭାଉଜ କହୁଛନ୍ତି ମାମୁଁ। ସାଙ୍ଗମାନେ ଏଇଟା କ'ଣ ରାଇଟ୍ ଆନ୍ସର୍? ଆପଣମାନେ ଯଦି ଭାବୁଥାନ୍ତି ଭାଉଜ ଠିକ୍ କହିଛନ୍ତି ତାହେଲେ ଆପଣମାନେ ଲେଖିପାରନ୍ତି ମାମୁଁ, ନହେଲେ ଆପଣମାନେ ଯାହା ଜାଣିଛନ୍ତି ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ।
ଯାଉନି ଆସୁନି ନମସ୍କାର। ନମସ୍କାର। ତାହେଲେ କୁହ କୁହ ଜଲ୍ଦି କୁହ। ତୁମ ମାଆଙ୍କର ଭାଇଙ୍କର ଝିଅର ମାଆଙ୍କର ସ୍ୱାମୀ ତୁମର କ'ଣ ହେବ? ମାମୁଁ। ସାଙ୍ଗମାନେ ଭାଉଜ କହୁଛନ୍ତି ମାମୁଁ। ଏଇଟା କ'ଣ ରାଇଟ୍ ଆନ୍ସର୍? ହଁ ମୁଁ କ'ଣ କହିବି ତମେ କହିବ ନା ଆଉ। ସାଙ୍ଗମାନେ ଆଉ ଥରେ କହିଦେବି। ତୁମ ମାଆଙ୍କର ଭାଇଙ୍କର ଝିଅର ମାଆଙ୍କର ସ୍ୱାମୀ ତୁମର କ'ଣ ହେବ? ଟିକେ ଆଙ୍ଗୁଳି ଗଣ, ଟିକେ ହିସାବ ପତ୍ର କର, ଉତ୍ତର ଟିକେ ପାଇପାରିବ କ'ଣ କରିବ। ମାଆଙ୍କର ଭାଇଙ୍କର ଝିଅର ମାଆଙ୍କର ସ୍ୱାମୀ। ରାଇଟ୍। ସାଙ୍ଗମାନେ ଭାଉଜ ରାଇଟ୍ ବୋଲି କହୁଛନ୍ତି ମାମୁଁ। ସାଙ୍ଗମାନେ ଏଇଭଳି ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଆସ ଆମେ ଶୁଣିବା ଭାଇ ଭାଉଜଙ୍କ ପାଖରେ ଏଭଳି ସୁନ୍ଦର ସୁନ୍ଦର ଢଗ ପ୍ରଶ୍ନ ଡେଲି ଆମେ ଅପଲୋଡ଼ କରୁଛୁ ସାଙ୍ଗମାନେ। ତାହେଲେ ସାଙ୍ଗମାନେ ଭାଉଜ ତଥାପି ଚିନ୍ତାରେ ଅଛନ୍ତି, କିନ୍ତୁ ସଠିକ୍ ଉତ୍ତର ଦେଇପାରିଛନ୍ତି କି ନାହିଁ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ। ଭାଉଜ କିନ୍ତୁ ଭାବୁଛନ୍ତି ସେ ଠିକ୍ କହିଛନ୍ତି, କିନ୍ତୁ ଭାଉଜଙ୍କ ଉତ୍ତର କେତେ ଦୂର ସତ୍ୟ ଆପଣମାନେ କମେଣ୍ଟ ବକ୍ସ ଦେଲା ପରେ ଜଣାପଡ଼ିଯିବ। କିନ୍ତୁ ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆସ ଆମେ ଦେଖିବା ଭାଇ ଭାଉଜଙ୍କ ପାଖରୁ ଡେଲି ଅପଲୋଡ଼ କରୁଥିବା ଏଇଭଳି ସୁନ୍ଦର ସୁନ୍ଦର ଜେନେରାଲ୍ ନଲେଜ୍, ସାଧାରଣ ଜ୍ଞାନ। ଏଥିରେ ଅନେକ କିଛି ଅଛି ସାଙ୍ଗମାନେ, ଆପଣ ଦେଖନ୍ତୁ, ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ନା କ'ଣ କହୁଛ? ତାହେଲେ ସାଙ୍ଗମାନେ ଆସ ଆମେ ଏବେ ଯିବା ଭାଉଜ କ'ଣ ପ୍ରଶ୍ନ ପଚାରୁଛନ୍ତି, କ'ଣ ଉତ୍ତର ଆପଣମାନେ ଶୁଣନ୍ତୁ। ଉତ୍ତର ବକ୍ସଟି କମେଣ୍ଟ ବକ୍ସରେ ଲେଖନ୍ତୁ। ଭାଉଜଙ୍କ ପ୍ରଶ୍ନ ଶୁଣି ନେବା। କ'ଣ କହୁଛନ୍ତି? କୁହ। ହଁ ଆମ ଶିବ ଠାକୁର ଯୋଉ ହଁ ତା ପ୍ରିୟ ଫୁଲ ନାଁଟା କହିଲ। ହଁ ଶିବ ଠାକୁରଙ୍କର ପ୍ରିୟ ଫୁଲ। ସାଙ୍ଗମାନେ ଭାଉଜ ଆସି ପହଞ୍ଚିଗଲେ ଥାର୍ଡ଼ ପ୍ରଶ୍ନରେ, ଯେ କି ମୁଁ ସେକେଣ୍ଡ ପ୍ରଶ୍ନ ପଚାରିଥିଲି। ଭାଉଜ କହୁଛନ୍ତି ମହାପ୍ରଭୁ ଶିବଙ୍କର ପ୍ରିୟ ଫୁଲର ନାମ କ'ଣ? ଦେଖାଯାଉ ସାଙ୍ଗମାନେ ଆପଣମାନେ ଭାଉଜ ଯେଉଁ ପ୍ରଶ୍ନଟି କରିଛନ୍ତି, ମହାପ୍ରଭୁ ଭୋଳାଶଙ୍କର ତାଙ୍କର ପ୍ରିୟ ଫୁଲର ନାମ କ'ଣ? ଆପଣମାନେ ନିଶ୍ଚିନ୍ତ ଜାଣିଥିବେ ସାଙ୍ଗମାନେ, କିନ୍ତୁ ଅବହେଳା ନ କରି କମେଣ୍ଟ ବକ୍ସରେ ଲେଖିଦେବେ ବୋଲି ଆଶା ଏବଂ ବିଶ୍ୱାସ ରଖିଅଛୁ ସାଙ୍ଗମାନେ। କେବେ ଅବହେଳା ନ କରି ଆପଣମାନେ ଲେଖିଦିଅନ୍ତୁ। ଆପଣମାନଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ ସାଙ୍ଗମାନେ। ଆପଣମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ କିମ୍ବା କୌଣସି ଅଧିକ ସମୟ ଲାଗିବ ନାହିଁ। ଭାଇ ଭାଉଜଙ୍କୁ ଯଦି ଆପଣମାନେ ଭଲ ପାଉଥିବେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଲେଖିବେ। ଆପଣମାନେ କେଉଁଠି ଲେଖୁଛନ୍ତି ଜାଗା ନାମ ଲେଖିପାରନ୍ତି, ନହେଲେ କମେଣ୍ଟ ଆସିଲା ମାନେ ଆମେ ଜାଣିପାରିବୁ, ଆପଣଙ୍କ ନାଁଟି ଶୋ ହେବ। ଆପଣମାନେ ଆମର ଏତେ ବେଷ୍ଟ ଫ୍ରେଣ୍ଡ ଅଛନ୍ତି ବୋଲି ଆମେ ଜାଣିପାରିବୁ ସାଙ୍ଗମାନେ। ତାହେଲେ ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇ ଏବେ ଆମେ ରହିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣମାନଙ୍କ ପାଇଁ ଏଇଭଳି ମଜାଦାର ଢଗ ପ୍ରଶ୍ନ ଆମେ ଆଣିବୁ। ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି, ଏବେ ଆମେ ରହିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ତାହେଲେ ରହୁଛୁ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର।